ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖାଇବି ଗୋଟିଏ ରତ୍ନକୁଲାରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ବିବାହିତା ମହିଳାକୁ ପଟେଇବା ପାଇଁ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ତନ୍ତ୍ରମନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଆପଣ ଗୋଟିଏ ରତ୍ନକୁଲା ସାହାଯ୍ୟରେ ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। ବିବାହିତା ମହିଳାକୁ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପୂର୍ବରୁ ମୋର ଗୋଟିଏ ଛୋଟିଆ କଥା ଜାଣି ରଖନ୍ତୁ। ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ, ତେଣୁ ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକିନା ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଗୋଟିଏ ରତ୍ନକୁଲାର ଏହି ବଶୀକରଣ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ ପ୍ରୟୋଗ କରିଛି 100ରୁ 100% ସଫଳ ହୋଇଛି। ତେଣୁ ଆପଣ ବି ମୋ କଥା ମାନି ଗୋଟିଏ ରତ୍ନକୁଲା ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯଦି ଆପଣ ଝିଅ ପଟେଇ ପାରୁନାହାନ୍ତି, ଅତି ସହଜରେ ନିଜ ପସନ୍ଦର ଝିଅକୁ ପଟେଇ ପାରିବେ। କିମ୍ବା ଯଦି ଆପଣ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି କିନ୍ତୁ ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ସେ ମହିଳା ନିଜେ ଫୋନ୍ କରି ଘରକୁ ଡାକିବ ଆଉ ଯାହା ଚାହିଁବେ ତାହା କରିବାକୁ ଦେବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ଏହି ବଶୀକରଣକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ପ୍ରଥମେ ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ଠିକ୍ ଅଛି? ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ମଙ୍ଗଳବାର କିମ୍ବା ଶନିବାର ଦିନ କରିବେ। କେଉଁ ବି ସମୟରେ କରିପାରିବେ, କିନ୍ତୁ ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ, ଗୋଡ଼, ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଆପଣ ଏହି ବଶୀକରଣ ବିଧିକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଗୋଟିଏ ରତ୍ନକୁଲା ଆଣିବେ ଆଉ ଗୋଟିଏ ଛୁଞ୍ଚି ଆଣିବେ। ତାପରେ କୌଣସି ଏକ ଜାଗାରେ ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ ରତ୍ନକୁଲା ଆଣିଛନ୍ତି ସେହି ରତ୍ନକୁଲାରେ ସେହି ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ତାପରେ ରତ୍ନକୁଲାକୁ ବାମ ହାତରେ ଧରିବେ ଆଉ ଛୁଞ୍ଚିକୁ ଡାହାଣ ହାତରେ ଧରିବେ। ତାପରେ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ।
ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ ଗୋଟିଏ ଥର ତା'ର ନାମ କହିବେ ଆଉ ଛୁଞ୍ଚିକୁ ରସୁଣରେ ପୋଡ଼ିଦେବେ। ଏହିପରି ଆପଣ 7 ଥର ସେଇ ଝିଅ ବା ମହିଳାର ନାମ କହିବେ ଆଉ 7 ଥର ଛୁଞ୍ଚିକୁ ରସୁଣ କୁଲାରେ ପୋଡ଼ିଦେବେ। ଏତିକି କରିସାରିବା ପରେ ଆପଣ କ'ଣ କରିବେ? ସେଇ ଛୁଞ୍ଚି ଆଉ ରସୁଣକୁ ସେହିପରି ନେଇକି କୌଣସି ଏକ ବରଗଛ କିମ୍ବା ଓସ୍ତ ଗଛ ମୂଳରେ ରଖିଦେଇ ଚୁପଚାପ ଘରକୁ ଫେରିଆସିବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଧନ୍ୟବାଦ।